Hello everybody. Okay, welcome to Exam Conqueror. ତ ଆମେ କଣ କହୁଥିଲେ ନା ଆମର ଯୋଉ ଏକ୍ଜାମ ଟା ଆମର OSSC CGL OSSC CGL ଆମର ସେ ଏକ୍ଜାମ ର ଡେଟ୍ ବାହାରି ଯାଇଛି ନା କେବେ ନା ଏପ୍ରିଲ 19 ହେଲା। ତ ଏବେ ଆମେ ଆମର ତ ଓଡ଼ିଶା ଆମର ଯୋଉ ଚ୍ୟାନେଲରେ ଓଡ଼ିଶା ଇକୋନୋମିର ୱାନ୍ ସଟ୍ ପଡ଼ିଛି ହେଲା। ଆପଣ ତାକୁ ଟିକେ ଫଲୋ ଅପ୍ କରିଦେବେ। ଆଉ ଓଡ଼ିଶା ଜିକେର 3ଟା କ୍ଲାସ୍ ପକେଇଛି ଯୋଉଥିରୁ ବେସିକାଲି କୋଶ୍ଚିନ୍ ଆସେ ହେଲା। ତ ଏବେ ଆମେ କଣ କରିବା, ଏବେ ଆମେ ରିଭିଜନ ଟାଇପ ର କ୍ଲାସ୍ ମାନେ ସମ୍ପୂର୍ଣ୍ଣ ନୋଟ ନୁହେଁ, ଜଷ୍ଟ ରିଭିଜନ ଟାଇପ ର କ୍ଲାସ୍ କରିବା ହେଲା। କାହିଁକି ନା ମୁଁ ଜାଣିଛି ମୋର ବି ଟିକେ ଟିକେ ମୋର ବି କାମ ଦାମ ରହିଯାଉଥିଲା, ତ ଯୋଉଥିପାଇଁ ମୁଁ କ୍ଲାସ୍ ରେଗୁଲାରଲି ରେକର୍ଡିଂ କିମ୍ବା ଅପଲୋଡ଼ିଂ କରିପାରୁନଥିଲି। ଏବେ ଟିକେ ଫ୍ରି ହେଇଛି। ଫ୍ରି କଣ, ମୁଁ ଏବେ ଆପଣମାନଙ୍କର ଜୋଗ୍ରାଫିଟା କମ୍ପ୍ଲିଟଲି ସାରିଦେବି ହେଲା। ମୁଁ ନେକ୍ସଟ ବ୍ରେକ୍ ନେବି 5 to 6 ପାଇଁ ଗୋଟେ ବ୍ରେକ୍ ନେବି। ତା ଆଗରୁ ଆପଣଙ୍କର ମୁଁ ଜିଓଗ୍ରାଫି କମ୍ପ୍ଲିଟ୍ ଖତମ କରିବି। ଦେନ୍ ହିଷ୍ଟ୍ରିର କିଛି କ୍ଲାସ୍ ସାରିକି ଦେନ୍ ମୁଁ ବ୍ରେକ୍ ନେବି। ବୁଝିପାରିଲେ? ବୁଝିପାରିଲେ? ଜିଓଗ୍ରାଫି ମୁଁ କମ୍ପ୍ଲିଟଲି ଖତମ କରିବି, ଦେନ୍ ହିଷ୍ଟ୍ରିର ମୁଁ କିଛି କ୍ଲାସ୍ ସାରିକି ଦେନ୍ ମୁଁ ବ୍ରେକ୍ ନେବି। ଓକେ, ତ ଏବେ ଆମେ ଯିବା ମୋ କ୍ଲାସ୍ କରିବା ହେଲା। ଜିଓଗ୍ରାଫି ଅଫ୍ ଓଡ଼ିଶା। ଆଚ୍ଛା, ମୋତେ ଗୋଟେ କଥା କହିଲ, ଓଡ଼ିଶାଟା କୋଉ ପାର୍ଟରେ ପଡୁଛି? ନା ଓଡ଼ିଶାଟା ଇଷ୍ଟର୍ଣ୍ଣ ପାର୍ଟ ଅଫ୍ ଇଣ୍ଡିଆରେ ପଡୁଛି। ହଁ କି ନା? ଇଷ୍ଟର୍ଣ୍ଣ ପାର୍ଟ ଅଫ୍ ଇଣ୍ଡିଆ। ସମସ୍ତଙ୍କୁ ଲାଗୁଥିବ ଏଇଟା ଗୋଟେ ବହୁତ ଇଜି କ୍ୱେଶ୍ଚନ ସାର୍ କହିଲେ, ବଟ୍ ଦେଖ ଏଇଟା ବି ପ୍ରାୟ ପିଲା ଜାଣିଥିବେନି ହେଲା। ଏଇ ଯୋଉ ସ୍ମଲ୍ ଥିଙ୍ଗ ଏଗୁଡ଼ା ବି ପିଲାମାନେ ଜାଣିଥିବେନି ହେଲା। ଦେନ୍ ଓଡ଼ିଶାର ଲାଟିଚ୍ୟୁଡ୍ କେତେ କହିଲ ଦେଖିଆ? ଆମର ଯୋଉ ରହିଲା ଲାଟିଚ୍ୟୁଡ୍ ଓଡ଼ିଶାର କେତେ ନା 17°49' ନର୍ଥରୁ 87°29' ଇଷ୍ଟ। ସରି, ନର୍ଥ, ଭୁଲ କରିଦେଲି। ଆମର ଲାଟିଚ୍ୟୁଡ୍ ସବୁବେଳେ ନର୍ଥ ଡିରେକ୍ସନରେ ରହିବ। ଆମର ଯୋଉ ଲଙ୍ଗିଚ୍ୟୁଡ୍, ଏଟା ତ ମୁଁ ସମ୍ପୂର୍ଣ୍ଣ ଭୁଲ କରିଦେଲି, ଡିଷ୍ଟର୍ବାନ୍ସ ମାଇଣ୍ଡ, ନର୍ଥ ଟୁ 22°34' ନର୍ଥ ହେଲା। ସେଇଭଳିଆ ଆମର ଲଙ୍ଗିଚ୍ୟୁଡ୍ କେତେ ଅଛି? ଓଡ଼ିଶାର ଲଙ୍ଗିଚ୍ୟୁଡ୍ ଆମର ଲଙ୍ଗିଚ୍ୟୁଡ୍ କେତେ ଅଛି ନା 81°27' ଇଷ୍ଟରୁ 87°29' ଇଷ୍ଟ। ବୁଝିପାରିଲେ? ଆମର ଇଏ ହେଲା ଲାଟିଚ୍ୟୁଡ୍, ଇଏ ହେଲା ଲଙ୍ଗିଚ୍ୟୁଡ୍। ଆମର ଲାଟିଚ୍ୟୁଡ୍ ଲଙ୍ଗିଚ୍ୟୁଡ୍ ନ ପଚାରିକି ଏମିତି ବି କ୍ୱେଶ୍ଚିନ୍ ପଚାରି ଦେଇପାରେ କି ଲାଟିଚ୍ୟୁଡ୍ ସବୁବେଳେ କୋଉ ଡିରେକ୍ସନ ୱାଇଜ ଦେଖାଯାଏ, ଦ୍ୟାଟ୍ ଇଜ କଣ ନର୍ଥ ଡିରେକ୍ସନ। କାହିଁକିନା ଯେହେତୁ କ୍ୱେଶ୍ଚିନ୍ ଟ୍ରିକି ଆସୁଛି, ଆଉ ଏଥର ବହୁତ ସଂଖ୍ୟକ ପିଲା ଆପ୍ଲାଏ କରିଛନ୍ତି, ତ ଗଭର୍ଣ୍ଣମେଣ୍ଟ ନିଶ୍ଚୟ ଟ୍ରାଏ କରିବ, ଏକ୍ଜାମ ବଡି ନିଶ୍ଚୟ ଟ୍ରାଏ କରିବ ଟିକେ କ୍ୱେଶ୍ଚିନ୍ ଟ୍ରିକ୍ କରିବା ପାଇଁ ହେଲା। ସୋ ୟୁ ସୁଡ୍ ବି ଗେଟ୍ ରେଡି ଫର୍ ଦ୍ୟାଟ୍ ଥିଙ୍ଗସ୍। ଏଟା ହେଲା ଆମର କଣ ନା ଲଙ୍ଗିଚ୍ୟୁଡ୍, ଆମର ଲଙ୍ଗିଚ୍ୟୁଡ୍। ଆଚ୍ଛା, ଦେନ୍ ଆମର କ୍ୟାପିଟାଲ କଣ ଅଛି? ଆମର ଯୋଉ କ୍ୟାପିଟାଲ ଆମର ଅଛି ଭୁବନେଶ୍ୱର। କ୍ୟାପିଟାଲ ଆମର ଅଛି ଭୁବନେଶ୍ୱର। ଆଚ୍ଛା, ୟାକୁ ଆଉ କଣ ନାଁ ବୋଲି ବି କୁହାଯାଏ? ୟାର ଆଉ ବି ନାଁ ଅଛି। ଗୋଟେ ହେଲା କ୍ୟାଥେଡ୍ରାଲ ସିଟି, କ୍ୟାଥେଡ୍ରାଲ ସିଟି ଅର୍ ଟେମ୍ପଲ ସିଟି।
टेम्पल सिटी बुझिपारल है यहाँ कौन दूसरा ना। अच्छा आमर ओडिशार कोस्ट खाली एरिया केते आ कोस्ट लाइन केते ओडिशार एरिया केते केते ना 1,55,707 स्क्वायर किलोमीटर एटा हला ओडिशार एरिया। आउ ये कौन ना ये 4.87% ऑफ इंडियाज एरिया माने कौन माने जेतिकी एरिया अच्छी इंडिया रो तार 4.87% कौन एरिया होची ना हमर कहार ओडिशार हला एटा हम जानते अबाउट ओडिशा लिखिथि एठी ऊपर पिला पुनी डाउट रे पड़ी जिवे। आमे या तळे जहा भी पॉइंट लिखुचंती सब काहाकू लिंक अछि ना लिंक टू ओडिशा आइक अछि। अच्छा देन हमर कोस्ट लाइन। अच्छा देखो हमर कोस्ट लाइन एथर गोटे नुआ चेंज ହେଇଛି बुझिपारल कोस्ट लाइन हमर गोटे ओल्ड वाला भी गोटे कोस्ट लाइन अछि हमर गोटे न्यू वाला भी गोटे कोस्ट लाइन मे भी एग्जाम रो न्यू वाला ही पचरिबो काहे ना ओल्ड के पचरिबो ही नाही। हमर जेतु थिला जो ओल्ड कोस्ट लाइन सेटा केते थिला हमर 467.4 किलोमीटर 476.4 किलोमीटर किंतु आमर जोटा नुआ आछि दैट इज 574.7 किलोमीटर बुझिपारल आगुरु हमर कोस्ट लाइन थिला 476.4 किलोमीटर आमर एबे नुआ आछि 574.7 किलोमीटर 7 किलोमीटर। अच्छा यार रैंकिंग कौन अछि ऑल इंडिया भितर हला रैंकिंग भी बहुत टाइप रो अछि रैंकिंग भी बहुत टाइप रो अछि एरिया वाइज केते रैंकिंग यार 8th एरिया वाइज 8th पॉपुलेशन वाइज केते रैंकिंग यार पॉपुलेशन वाइज रैंकिंग केते ना 11th केते हला 11th आ हला कोस्ट लाइन वाइज हमर कोस्ट लाइन वाइज केते रैंकिंग यार ना हमर 6th केते हमर ना 6th हला ई हला हमर रैंकिंग ई हला हमर रैंकिंग। अच्छा हमर टोटल नंबर ऑफ डिस्ट्रिक्ट देखो आमर एबे गोटे नुआ खबर चली कौन किछि नुआ डिस्ट्रिक्ट ऐड हबो किंतु सेटा एपर्यंत ऐड हेई नाही सेटा एपर्यंत ऐड हेई नाही तो जेहेतु ऐड हेई नाही तो आमर एबे दैट विल बी 30 जेहेतु एपर्यंत किछि डिस्ट्रिक्ट जो ऐड हो बोली कुआ किंतु ऐड हेई नाही तो आमर एबे जमा अछि डिस्ट्रिक्ट 30 टा किंतु जदी तुम एग्जाम आगु ऐड हेई गला देन आई विल टेल यू दैट ऑन अ शॉर्ट हला। अच्छा हमर जो कोस्ट लाइन बढ़ी हमर खाली बढ़ुची कि ओडिसा रो इंडिया रे भी बढ़ी हला तो इंडिया रो जो थिला पुराना कोस्ट लाइन थिला 7,516 पॉइंट 60 ये थिला ओल्ड कोस्ट लाइन ये थिला ओल्ड कोस्ट लाइन हला जोटा नुआ कोस्ट लाइन बाहरला से केते हला 11,098.81 किलोमीटर 81 किलोमीटर एटा हला न्यू कोस्ट लाइन एटा हला न्यू कोस्ट लाइन बुझि पाइलो एटा भी मु गुटे पॉइंट तो मु कहि देली काहे ना जेहेतु कोस्ट लाइन पढ़ी गली काले कहि देली एमती नुहे कि आमे एटा जेहेतु पढ़ुचंती ओडिसा पई तो केवल ओडिसा विषय पढ़िया जोठी गोटे गोटे पॉइंट आसीबो इंपोर्टेंट लिंक टू इंडिया बा किछि बाहर जिंस सर्टिफिकेट किछि कहि चली हला। तापरे हमर बॉर्डर स्टेट्स बॉर्डर स्टेट बॉर्डर स्टेट अच्छा आमर किए अछंती बॉर्डर स्टेट ना चारटा अछंती किए
ଛତିଶଗଡ଼ ଦେଖ ଯଦି କୋଉଠି ଇଂଲିଶ ସ୍ପେଲିଂ ଭୁଲ ହଉଥିବ ତାହେଲେ ମୋତେ କ୍ଷମା କରିବେ, କାହିଁକିନା ମୋର ଟିକେ ଇଂଲିଶ ତ ଭଲ ହୁଏନି ହେଲା। ଛତିଶଗଡ଼। ଆଉ ଗୋଟେ କିଏ ହେଲା ନା ଆନ୍ଧ୍ରପ୍ରଦେଶ, ଆନ୍ଧ୍ରପ୍ରଦେଶ। ଆଉ ଗୋଟେ କିଏ ହେଲା ନା ୱେଷ୍ଟ ବେଙ୍ଗଲ, ୱେଷ୍ଟ ବେଙ୍ଗଲ। ଆଉ ଗୋଟେ ଆମର କିଏ ହେଲା ନା ଝାଡଖଣ୍ଡ, ଝାଡଖଣ୍ଡ। ଏତିକି ହେଲେ କଣ ଆମର ନେବରିଂ ଷ୍ଟେଟ, ଆମର ନେବରିଂ ଷ୍ଟେଟ। ନେବରିଂ ଷ୍ଟେଟ ହେଲା ମାନେ ତାହେଲେ ଆମେ ଏଇଠି ଲେଖିପାରିବା ନା ୟାଙ୍କର ମାନେ କୋଉ କୋଉ ଡିଷ୍ଟ୍ରିକ୍ଟ ଟଚ୍ କରୁଛନ୍ତି, ଟଚ୍ ଦ ଡିଷ୍ଟ୍ରିକ୍ଟସ୍ ହେଲା। ତ ଛତିଶଗଡ଼ କାହାକୁ କାହାକୁ ଟଚ୍ କରିଛି ମୁଁ ଲେଖିଦଉଛି ଏଇଠି। ଗୋଟେ ହେଲା ମାଲକାନାଗିରି, ଦେନ୍ ଗୋଟେ ଆଇଲା କଣ ଆମର ନା ନୂଆପଡା, ନୂଆପଡା। ଦେନ୍ ଆଇଲା ନବରଙ୍ଗପୁର, ନବରଙ୍ଗପୁର। ଦେନ୍ ଆଇଲା କୋରାପୁଟ, ଦେନ୍ ଆଇଲା କଣ କୋରାପୁଟ। ଦେନ୍ ଆଇଲା କଳାହାଣ୍ଡି, ଦେନ୍ କଣ ଆଇଲା, ଦେନ୍ ଆଇଲା ସୁନ୍ଦରଗଡ଼, ଦେନ୍ ଆଇଲା ବରଗଡ଼, ଦେନ୍ ଆଇଲା ଝାରସୁଗୁଡା ହେଲା। ଛତିଶଗଡ଼ ମାନେ ମାଲକାନଗିରି, ନୂଆପଡା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡା ହେଲା। ଏତିକି କାହାକୁ ଟଚ୍ କଲେ ନା ଛତିଶଗଡ଼କୁ। ସେଇଭଳିଆ ଆମର ଆନ୍ଧ୍ରପ୍ରଦେଶ, ତାକୁ ସବୁ କିଏ କିଏ ଟଚ୍ କଲେ ନା ଆନ୍ଧ୍ରକୁ ଟଚ୍ କଲେ ମାଲକାନାଗିରି, ମାଲକାନାଗିରି, ଗଜପତି, ଗଞ୍ଜାମ, ମାଲକାନାଗିରି, ଗଜପତି, ଗଞ୍ଜାମ। ଆଉ ଥରେ କଣ ରାୟଗଡା ଆଉ କୋରାପୁଟ, ରାୟଗଡା ଆଉ ହେଲା କଣ ନା କୋରାପୁଟ ହେଲା। ଏତିକି କଣ କଲେ ନା ଏତିକି ଆନ୍ଧ୍ରକୁ ଟଚ୍ କଲେ। ସେଇଭଳିଆ ୱେଷ୍ଟ ବେଙ୍ଗଲକୁ କିଏ କିଏ ଟଚ୍ କରୁଛନ୍ତି ଆମର ନା ମୟୂରଭଞ୍ଜ ଆଉ ବାଲେଶ୍ଵର, ମୟୂରଭଞ୍ଜ। ଆଉ କିଏ ଆଇଲା ନା ବାଲେଶ୍ଵର, ବାଲେଶ୍ଵର। ଠିକ ଅଛି। ସେଇଭଳିଆ ଝାଡଖଣ୍ଡ ରହିଲା। ଝାଡଖଣ୍ଡ କିଏ କିଏ ସବୁ ଟଚ୍ କରିବେ ନା ସୁନ୍ଦରଗଡ଼, କେଉଁଝର, ଆଉ ଗୋଟେ କିଏ ହେଲା ନା ମୟୂରଭଞ୍ଜ, ସୁନ୍ଦରଗଡ଼, କେଉଁଝର, ଆଉ ଗୋଟେ କିଏ ହେଲା ନା ମୟୂରଭଞ୍ଜ। ଏତିକି ହେଲା ଆମର ବର୍ଡର ଷ୍ଟେଟ ଆଉ ତାକୁ କେହି କେହି ଟଚ୍ କରୁଛନ୍ତି ହେଲା। ମତେ ଯେତିକି ଲାଗୁଛି ଯଦି ଏଥର କୋଶ୍ଚେନ୍ ପଡେ, କାହିଁକି ନା ୱେଷ୍ଟ ବେଙ୍ଗଲ କମନ ସବୁ ଜାଣିଛନ୍ତି, ଝାଡଖଣ୍ଡ ସବୁ ଜାଣିଛନ୍ତି, ୟା ତ ଛତିଶଗଡରୁ ପଚାରି ପାରେ, ୟା ତ ଆନ୍ଧ୍ରରୁ ପଚାରି ପାରେ ହେଲା। ତ ତମେ ଛତିଶଗଡ଼ ଆଉ ଆନ୍ଧ୍ରକୁ ବେଶୀ ଇମ୍ପୋର୍ଟାନ୍ସ ଦବ। ଆଉ ଏଇଟା କିଛି କିଛି ବଡ ଜିନିଷ ବି ନୁହେଁ, ବୁଝିପାରିଲ। ୟାକୁ 2 to 3 ଟାଇମ୍ ତମେ ଯଦି ରିଡିଙ୍ଗ ମାରିବ ସବୁ ଅଟୋମେଟିକ ତମ ମନରେ ରହିଯିବ। ଠିକ ଅଛି। ଆମେ ଦେନ୍ କଣ ପଢିବା ନା ଫିଜିଓଗ୍ରାଫିକ ରିଜିଅନ ଅଫ ଓଡିଶା। ଫିଜିଓଗ୍ରାଫିକ ରିଜିଅନ ଅଫ ଓଡିଶା।
ଅଫ୍ ଓଡ଼ିଶା। ସରି, ତମକୁ ଯଦି ଏହାର PDF ଆବଶ୍ୟକ ଦେନ୍ ମୋତେ ତମେ କମେଣ୍ଟରେ ଜଣାଇଲେ ମୁଁ ତମକୁ ଦେବି ଆମ ଲିଙ୍କ୍ କାହାର ନା ଟେଲିଗ୍ରାମର ହେଲା। ତ ଯଦି ଆମେ ଫିଜିଓଗ୍ରାଫିକ୍ ରିଜିଅନ୍ ଅଫ୍ ଓଡ଼ିଶାଟା ଦେଖିବା ହେଲା, ତାହେଲେ ୟାକୁ 5ଟା ପାର୍ଟରେ ଡିଭାଇଡ୍ କରାହେଇଛି। ଏହାର ଫାଷ୍ଟ ପାର୍ଟ କ'ଣ ନା ଫାଷ୍ଟ ପାର୍ଟ ହେଉଛି ଓଡ଼ିଶା କୋଷ୍ଟାଲ ପ୍ଲେନ୍ସ ଇନ୍ ଦ ଇଷ୍ଟ। ଓଡ଼ିଶା କୋଷ୍ଟାଲ ପ୍ଲେନ୍ in the east। in the east। ଆଚ୍ଛା ଠିକ୍ ଅଛି, ତାହେଲେ ଆମେ କ'ଣ କରିବା ହେଲା, ଓଡ଼ିଶା କୋଷ୍ଟାଲ ପ୍ଲେନ୍। ଆଚ୍ଛା ଓଡ଼ିଶା କୋଷ୍ଟାଲ ପ୍ଲେନ୍ଟା ହେଲା, ୟାକୁ ଆମେ ଆଉ କ'ଣ କହିଥାଉ, known as ରାଇସ୍ ବାଉଲ୍ ଅଫ୍ ଓଡ଼ିଶା। ଓଡ଼ିଶାର କୋଷ୍ଟାଲ ପ୍ଲେନ୍ଟାକୁ ରାଇସ୍ ବାଉଲ୍ ବୋଲି କୁହାଯାଏ। କାହିଁକି କୁହାଯାଏ? କାହିଁକି ନା ଏଇ ଯୋଉ ରିଜିଅନ୍ଟା ଏଟା ହେଲା ହାଇଲି ଫର୍ଟାଇଲ୍ ରିଜିଅନ୍। ହାଇଲି ଫର୍ଟାଇଲ୍ ରିଜିଅନ୍ ପଚାରିପାରେ, ହୁଇଚ୍ ରିଜିଅନ୍ ଇନ୍ ଓଡ଼ିଶା ଇଜ୍ ହାଇଲି ଫର୍ଟାଇଲ୍, ତାହେଲେ କ'ଣ କୁହାଯିବ, ଓଡ଼ିଶା କୋଷ୍ଟାଲ ପ୍ଲେନ୍ ଇନ୍ ଦ ଇଷ୍ଟ ହେଲା। ଆଚ୍ଛା, ଆମର ଯୋଉ କୋଷ୍ଟାଲ ପ୍ଲେନ୍ଟା ସେଟା କୋଉଠୁ କୋଉ ପର୍ଯ୍ୟନ୍ତ ବ୍ୟାପିଛି, ranges from କୋଉ ରିଭରରୁ କୋଉ ରିଭର ନା ସୁବର୍ଣ୍ଣରେଖା ରିଭରରୁ ସୁବର୍ଣ୍ଣରେଖା। ଆଚ୍ଛା, ଏଟା ଓଡ଼ିଶାର କୋଉ ଡିରେକ୍ସନରେ ଅଛି, ଏଟା ଅଛି ନର୍ଥ ଇଷ୍ଟ ଡିରେକ୍ସନରେ ଟୁ ଋଷିକୁଲ୍ୟା ରିଭର, ଟୁ ଋଷିକୁଲ୍ୟା ରିଭର। ଆଚ୍ଛା, ଋଷିକୁଲ୍ୟା କୋଉ ମାନେ ରେଞ୍ଜରେ ଅଛି, ସେ ସାଉଥ ୱେଷ୍ଟରେ ଅଛି। କୋଉଠି ଅଛି, ସାଉଥ ୱେଷ୍ଟରେ ଅଛି ହେଲା। ସୁବର୍ଣ୍ଣରେଖା ନର୍ଥ ଇଷ୍ଟରୁ, ଋଷିକୁଲ୍ୟା ସାଉଥ ୱେଷ୍ଟରେ ଅଛି। ଠିକ୍ ଅଛି। ଆଚ୍ଛା, ଆମର କୋଷ୍ଟାଲ ପ୍ଲେନ୍କୁ ଆମେ କ'ଣ କହନ୍ତି ନା ହେକ୍ସା ଡେଲ୍ଟାଇକ୍ ରିଜନ୍ କଲ୍ଡ ଆଜ୍, ଲେଖିଦେବା ଏଇଠି, called as hexadeltaic region, hexadeltaic region or the gift of six rivers, or the gift of six rivers, gift of six rivers। ଆଚ୍ଛା, ସେ ଯୋଉ 6 ରିଭର ହେଲା, ସେଇ 6ଟା ରିଭର ନାଁ କ'ଣ, ଆମେ ତାକୁ ଯୋଉ କହିଲେ ଗିଫ୍ଟ ଅଫ 6 ରିଭର୍ସ, ସେଇ 6ଟା ରିଭର ନାଁ କ'ଣ, ନାଁ ଲେଖିବା, ନାଁ କ'ଣ, ସୁବର୍ଣ୍ଣରେଖା, ସୁବର୍ଣ୍ଣରେଖା, ବୁଢ଼ା ବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ, କ'ଣ ହେଲା ନା ବ୍ରାହ୍ମଣୀ, ଆଉ ଦିଟା କ'ଣ ନା ମହାନଦୀ ଆଉ ଋଷିକୁଲ୍ୟା, ମହାନଦୀ ଆଉ ଋଷିକୁଲ୍ୟା।
ହେଲା। ଏଇଟା ହେଲା କଣ ଆମର 6ଟା ରିଭର, ଯୋଉ 6ଟା ରିଭରକୁ ନେଇକି ଆମର ହେକ୍ସା ଡେଲ୍ଟାଇକ ରିଜିଅନ ସୃଷ୍ଟି ହୁଏ, ବା ଆଗକୁ କୁହାଯାଏ ଗିଫ୍ଟ ଅଫ ସିକ୍ସ ରିଭର୍ସ। ଆଚ୍ଛା, ତାପରେ କଣ ହେଲା ନା ଆମର ଯୋଉ କୋଷ୍ଟାଲ ରିଜିଅନ ଟା ସେ 3ଟା ସବ ଡିଭିଜନରେ ଡିଭାଇଡ ହେଇଛି। ଆମର ଯୋଉ କୋଷ୍ଟାଲ ରିଜିଅନ ସେ 3ଟା ସବ ଡିଭିଜନରେ ଡିଭାଇଡ ହେଇଛି। ତାହେଲେ ଆମେ ଦେଖିବା ସେ ଯୋଉ 3ଟା ସବ ଡିଭିଜନ କଣ କଣ? ସବ ଡିଭିଜନ କଣ କଣ? 3ଟା ସବ ଡିଭିଜନ ହଉଛି କଣ କଣ? ଲେଖିଦବା ଏଇଠି। କୋଷ୍ଟାଲ ପ୍ଲେନ, ଆମେ ବେଶୀ ଡିପ୍ ଯାଉନାହାନ୍ତି ହେଲା। କୋଷ୍ଟାଲ ପ୍ଲେନ divides into 3 subdivisions ହେଲା। ତ ସେଇ ସବ ଡିଭିଜନ ଟା କଣ କଣ? ନା କଣ, ଗୋଟେ ହେଲା ନର୍ଦର୍ନ କୋଷ୍ଟାଲ ବାଲେଶ୍ୱର ପ୍ଲେନ, ନର୍ଦର୍ନ କୋଷ୍ଟାଲ ବାଲେଶ୍ୱର ପ୍ଲେନ। ଆଉ ଗୋଟେ କଣ ହେଲା ମିଡିଲ କୋଷ୍ଟାଲ ବା କଟକ ପୁରୀ ପ୍ଲେନ। ମିଡିଲ କୋଷ୍ଟାଲ କଟକ ପୁରୀ ପ୍ଲେନ। ଆଉ ଗୋଟେ କଣ ଅଛି ସାଉଦର୍ନ କୋଷ୍ଟାଲ ବା ଋଷିକୁଲ୍ୟା ପ୍ଲେନ। ସାଉଦର୍ନ କୋଷ୍ଟାଲ ବା ତାକୁ ଋଷିକୁଲ୍ୟା ପ୍ଲେନ ବୋଲି କୁହାଯାଏ। ଋଷିକୁଲ୍ୟା ପ୍ଲେନ। ଆଚ୍ଛା, ଏଇ 3ଟା ପ୍ଲେନ ରେ କଣ ହେଇଛି ନା ଆମର କୋଷ୍ଟାଲ ପ୍ଲେନ ଡିଭାଇଡ ହେଇଛି। ପ୍ଲେନ ଡିଭାଇଡ ହେଇଛି। ଆଚ୍ଛା, ଏଟା କାହା ଦ୍ଵାରା, ଆମ ଯୋଉ ଋଷିକୁଲ୍ୟା ପ୍ଲେନ ଟା ଏଟା ଅବଭିୟସଲି ଋଷିକୁଲ୍ୟା ରିଭର ଦ୍ଵାରା ହିଁ ତିଆରି ହେଇଥିବ, ହଁ କି ନା? ସେଇଭଳିଆ ନର୍ଦର୍ନ କୋଷ୍ଟାଲ ବା ଯୋଉ ବାଲେଶ୍ୱର ପ୍ଲେନ ଟା ଏଟା କଣ ହେଇଥିବ ନା ଏଟା ହେଇଥିବ ବୁଢା ବଳଙ୍ଗ ଆଉ ସୁବର୍ଣ୍ଣରେଖା। କାହିଁକି ନା ଯୋଉ ଜିଲ୍ଲା ଦେଖ ସବୁ ଜିଲ୍ଲା ନାଁ ଦେଇଛି, ଯୋଉ ଜିଲ୍ଲା ଦେଇକି ଯୋଉ ନଦୀ ବୋହିଛି ସେଇ ନଦୀ ମାନେ ସେଇ ଜାଗାର ପ୍ଲେନ ବନେଇବାର ସହାୟକ ହେଇଥିବେ, ହଁ କି ନା? ଯଦି ଗୋଟେ ଷ୍ଟେଟ ଦେଇ କିମ୍ବା ଗୋଟେ ଡିଷ୍ଟ୍ରିକ୍ଟ ଦେଇ କିଛି ନଦୀ ବା କିଛି ୱାଟର ବଡି ବହୁଛନ୍ତି, ଦେନ୍ ସେମାନେ କଣ କରିବେ ନା ସେମାନେ ହିଁ ଦାୟୀ ରହିବେ ସେ ଷ୍ଟେଟ ର ବା ସେ ଡିଷ୍ଟ୍ରିକ୍ଟ ର ଯେକୌଣସି ପ୍ଲେନ ସୃଷ୍ଟି ହବ। ଓକେ, ତ ଏଠି କିଏ ହବ? ଏଠି ହବ ବୁଢା ବଳଙ୍ଗ ଆଉ ସୁବର୍ଣ୍ଣରେଖା। ବୁଢା ବଳଙ୍ଗ ଏଣ୍ଡ ସୁବର୍ଣ୍ଣରେଖା। ସୁବର୍ଣ୍ଣ ରେଖା, ବୁଝିପାରିଲ? ଆଚ୍ଛା, ଆମର ଯୋଉ ମିଡିଲ କୋଷ୍ଟାଲ ରହିଲା, ଆଚ୍ଛା ଏଇ ମିଡିଲ କୋଷ୍ଟାଲ ଟା ବହୁତ ଇଭେଣ୍ଟକୁ ନେଇକି ହେଇଛି ନା କଣ? ସାଳନ୍ଦୀ, ବୈତରଣୀ ଆଉ କଣ ବ୍ରାହ୍ମଣୀ। ସାଳନ୍ଦୀ, ବୈତରଣୀ ଆଉ ବ୍ରାହ୍ମଣୀ। ସାଳନ୍ଦୀ, ବୈତରଣୀ and ବ୍ରାହ୍ମଣୀ। ସାଳନ୍ଦୀ, ବୈତରଣୀ and ବ୍ରାହ୍ମଣୀ ହେଲା। ଏଇ 3ଟା ନଦୀ ମାନେ ଏଇ ଯୋଉ 3ଟା ପ୍ଲେନ ଏଇ ସବୁ ନଦୀ ମାନଙ୍କୁ ନେଇ ଗଠନ ହେଇଛନ୍ତି। ଆଚ୍ଛା, ଠିକ ଅଛି। ଆମର ଏଠି ଏଇ ପ୍ଲେନ ରେ କୌଣସି ଲେକ୍ ନାହିଁ, ନୋ ଲେକ୍ସ ହେଲା। ଏଠି କଣ, ଏଠି ବହୁତ ଗୁଡା ନମ୍ବର ଅଫ ଲେକ୍, ନମ୍ବର ଅଫ ଲେକ୍ସ ହେଲା।
କିନ୍ତୁ ଯେହେତୁ ସବୁ କିଛି ମାନେ ଏତେ ପ୍ରମିନେଣ୍ଟ ନୁହେଁ କିମ୍ବା ସେସବୁ ଲେଗ୍ରୁ କିଛି କ୍ୱେଶ୍ଚନ୍ ଆସେନି ତାକୁ ଲେଖା ହେଇନାହିଁ ହେଲା। ଯଦି ପଚାରି ଦେଇପାରେ କୋଉ ପ୍ଲେନ୍ର କୌଣସି ବି ଲେକ୍ ନାହିଁ ଦ୍ୟାଟ୍ ଇଜ୍ ନର୍ଦର୍ନ କୋଷ୍ଟାଲ ବାଲେଶ୍ୱର ପ୍ଲେନ୍ ହେଲା। ଯଦି ଆମେ ଏହାକୁ ଆହୁରି ବହୁତ ଡିପ୍ ନେଇକି ପଢ଼ିବା ହୁଏତ କିଛି ପ୍ଲେନ୍ ଥାଇପାରେ, କିନ୍ତୁ ଏଇଟା ସ୍ପେସିଫିକାଲି ଆମେ ସିଜିଏଲ୍ ଏକ୍ଜାମ୍ ପାଇଁ ପଢ଼ୁଛନ୍ତି ହେଲା। ତ ତମେ ମାନେ କେହି ମାନେ ଚିନ୍ତା କରିବନି କି ଏଇ କ୍ଲାସ୍ଟା କରିକି ଆମେ ଦେଇଦେବୁ ଯାଇ ଏକ୍ଜାମ୍ ଯେଉଁ ଏଠୁ ହାଇ ଲେବୁଲ୍ର ହେଲା। ଯେଉଁ କ୍ଲାସ୍ଟା ଯେଉଁ ଏକ୍ଜାମ୍ ପାଇଁ ସେଇଟା ଆମେ ଫାଷ୍ଟରୁ କହିଦେଉଛୁ। ତ ଏଇ କ୍ଲାସ୍ଟା କେବଳ ଆଉ କେବଳ ସିଜିଏଲ୍ ପାଇଁ। ତମେ ଏ କ୍ଲାସ୍କୁ ପଢ଼ିକି କେବେ ଆଶା କରିବନି କି ତମେ କିଛି ଗୋଟେ ବଡ଼ ଏକ୍ଜାମ୍ ଦେଇପାରିବ ବୋଲି। ଦେଇପାରିବ, କିନ୍ତୁ କ'ଣ ତା ଦେହରୁ ସେଇ ଲେବୁଲ୍ କ୍ୱେଶ୍ଚନ୍ ଆମେ ଏଇଠି କରୁନାହୁଁ। ଆମେ ଏଇଠି ପିନ୍ ପଏଣ୍ଟ ସିଲାବସ୍ ଦେଇକି ପଢ଼ଉଛୁ। ବୁଝିପାରିଲ? ସେଟା ଏଠି କ'ଣ ଅଛି, ଏଠି ଚିଲିକା ଲେକ୍ ଏଇ ଯେଉଁ ପ୍ଲେନ୍ରେ ଆମର କିଏ ଆସୁଛି ନା ଚିଲିକା ଲେକ୍ ଆସୁଛି। ଚିଲିକା ଲେକ୍ ଆମର କ'ଣ ଆସୁଅଛି ଆସୁଅଛି। ନା ଦେନ୍ ଆମେ କ'ଣ ପଢ଼ିବା ନା ମିଡିଲ୍ ମାଉଣ୍ଟେନ୍ସ ଅର୍ ହାଇଲ୍ୟାଣ୍ଡସ୍, ମିଡିଲ୍ ମାଉଣ୍ଟେନ୍ସ एंड हाईलैंड रीजन है। सॉरी पानी पीदवा गोटे मिनट वेट करतु। ओके, तो आम कौन पढ़ा ना मिडिल माउंटेन्स एंड हाईलैंड। मिडिल माउंटेन्स मिडिल माउंटेन्स एंड हाईलैंड रीजन। अच्छा, यही जो रीजन टा है occupies 3/4 of total area of Odisha. Total area of Odisha. That means कौन ओडिशार जी देख मुझे पॉइंट लिखुची जहाँ पढ़ाऊँ सबू ओनली इन एमसीक्यू फॉर्मेट। बुझिपाइल? मिडिल माउंटेन टा आमर 3/4 ऑफ एरिया ऑफ ओडिशा ऑक्युपाई करिची यांकर सब एलिवेशन केते, यांकर सब एलिवेशन केते ना 600 टू 1068 मीटर एबव सी लेवल, है। यांकर केते एलिवेशन ना 600 रु 1068 मीटर एबव सी लेवल। आउ किछि किछि बही रे भी 610 रु भी देछि, 610 रु 1068। बुझ पारलो हैला। आउ एटा गोटे कहार पार्ट ऑफ पेनिनसुलर इंडिया, पार्ट ऑफ पेनिनसुलर इंडिया, पार्ट ऑफ पेनिनसुलर इंडिया हैला। आउ यांकर सब रेंज केते, यांकर सब रेंज केते ना मयूरभंज रु मालकानगिर,
ranges from ମାନେ ଏଟା କୋଉଠୁ କୋଉ ପର୍ଯ୍ୟନ୍ତ ବ୍ୟାପିଛି? ମୟୂରଭଞ୍ଜ ଟୁ ମାଲକାନଗିରି। ସବୁ MCQ ଟାଇପ ପଢା ହଉଛି ରେ ବାବୁ ହେଲା। ସବୁ କ୍ୱେଶ୍ଚନ ୟା ଭିତରୁ ହିଁ ଆସିବ। ହୁଏତ ଯଦି 25ଟା କ୍ୱେଶ୍ଚନ ଆସିଲା ଦେନ୍ ମୁଁ ଯେତିକି କ୍ଲାସ୍ କରେଇବି, ଇକୋନୋମିକ୍ ତ ଆମର ପାଞ୍ଚ ସରିଯାଇଛି, ଜୋଗ୍ରାଫି ପଢିବା, ହିଷ୍ଟ୍ରି ପଢିବା, ତା ଭିତରୁ 25ରୁ ତ 17ରୁ 18 କ୍ୱେଶ୍ଚନ ପଢିବ ହିଁ ପଢିବ। ତମେ ଏଟା ମନେ ରଖିଥାଅ ହେଲା। ମୟୂରଭଞ୍ଜ ଟୁ ମାଲକାନଗିରି। ଆଚ୍ଛା ଠିକ ଅଛି। ଏଇ ଯୋଉ ରିଜନ ଆମର ଯୋଉ କଣ ହେଲା ନା ମିଡିଲ ମାଉଣ୍ଟେନ୍ସ ଆଣ୍ଡ ହାଇଲାଣ୍ଡ ରିଜିୟନରେ ହେଲା, ସବୁ ନଦୀ ମାନେ, ଏଇଟା ମୁଁ ଗୋଟେ ପଏଣ୍ଟ ତମକୁ କହିଦଉଛି, ସବୁ ନଦୀ ମାନେ କଣ କରନ୍ତି ନା ସେମାନେ ତାଙ୍କର ନ୍ୟାରୋ ଭ୍ୟାଲି ମାନେ ସବୁ କ୍ରିଏଟ କରନ୍ତି। ବୁଝିପାରିଲ? ଏଇ ସବୁ ରିଜିୟନରେ ସବୁ ନଦୀ ମାନେ ନ୍ୟାରୋ ଭ୍ୟାଲି ସବୁ କ୍ରିଏଟ କରି ଥାନ୍ତି ହେଲା। ତାପରେ କି ଆମର ଯୋଉ ମିଡିଲ ମାଉଣ୍ଟେନ ରେଞ୍ଜ, ସିଏ ଆମର 4ରୁ 5ଟା ପାର୍ଟରେ ଡିଭାଇଡ ହେଇଛି। ମିଡିଲ ମାଉଣ୍ଟେନ ରେଞ୍ଜ, divide into 5 parts। ଫାଷ୍ଟ ଗୋଟେ କଣ ହେଲା ଆମର, ଫାଷ୍ଟ ଏଟା କଣ, ଏଠି ଆଉ ଗୋଟେ କଲର ନେଇଯିବା ଆମେ। ଆମର ଫାଷ୍ଟ ଟା କଣ ହେଲା ନା ଶିମିଳିପାଳ ଏଣ୍ଡ ମେଘାସନୀ ମାଉଣ୍ଟେନ୍ସ ହେଲା। ଶିମିଳିପାଳ and Meghasani mountains। ତ ଏଇ ଯୋଉ ମାଉଣ୍ଟେନ ର ହେଲା, यार एलिवेशन केते? फर्स्ट क्वेश्चन ହେଲା यार एलिवेशन केते ना 600 ରୁ 1050 ମିଟର। 600 ରୁ 1050 ମିଟର। ଆଉ यार इम्पोर्टेंट पिक्स कौन कौन? गोटे ହେଲା, गोटे होची ଶିମିଳିପାଳ ପିକ୍स, ତାହାର କେତେ ହାଇଟ୍ କେତେ ନା 900 ମିଟର। 900 ମିଟର। ଆଉ ଗୋଟେ ଆସିବ ମେଘାସନୀ ପିକ୍, ତାର କେତେ ହବ ନା 1147 ମିଟର। ଏଇ ଦିଟା ପିକ୍ ଅଛନ୍ତି, ଏତିକି ହେଲା ଇମ୍ପୋର୍ଟାଣ୍ଟ ହେଲା। ଯେତିକି ଇମ୍ପୋର୍ଟାଣ୍ଟ ସବୁ କହିକି ଯିବି, ଡୋଣ୍ଟ वरी। ଦେନ୍ ଆମେ ଆଉ ଗୋଟେ ଯିବା ନା କଣ, ମାଙ୍କଡ ନଚା ମାଲ୍ୟଗିରି ଆଉ ଗନ୍ଧମାର୍ଦ୍ଦନ ମାଉଣ୍ଟେନ୍ସ ହେଲା। ମାଙ୍କଡ ନଚା ମାଲ୍ୟଗିରି and ଗନ୍ଧମାର୍ଦ୍ଦନ ବର୍ତ୍ତମାନ ଆମେ ଦେଖିବା ୟାର କଣ ଇମ୍ପୋର୍ଟାଣ୍ଟ ସବୁ ପଏଣ୍ଟସ୍ ଅଛି ହେଲା। ନା ଏଠି କଣ ଅଛି, ଏଟା ହଉଛି ପଲିସାଇକ୍लिक ଇନ୍ ନେଚର। पॉलीसाइक्लिक इन नेचर, पॉलीसाइक्लिक इन नेचर। देन कौन होला, यार भी 3टा पिक अछि
ଆଉ ଏ ଗୋଟେ ପାର୍ଟ ହଉଛି କାର ନା ଇଷ୍ଟର୍ଣ୍ଣ ଘାଟ, ପାର୍ଟ ଅଫ ଇଷ୍ଟର୍ଣ୍ଣ ଘାଟ୍ସ। ଓକେ, ଦେନ୍ ୟାର ପିକ୍ସ କଣ କଣ ଅଛି? ୟାର ବୋଧେ ତିନିଟା ଖଣ୍ଡ ପିକ୍ସ ଥିବେ। କାହିଁକିନା ଯେତେଟା ପାହାଡ଼ ସେତେଟା ପିକ୍। ପିକ୍ସ ଫାର୍ଷ୍ଟ ଗୋଟେ ହେଲା ମାଲ୍ୟଗିରି, ଯାହାର ଏଲିଭେସନ କେତେ ନା 1170 ମିଟର। ଦେନ୍ ଅଛି ମାଙ୍କଡ଼ ନଚା 70, ମାଙ୍କଡ଼ ନଚା ୟାର ପିକ୍ କେତେ ଅଛି ଏଲିଭେସନ ନା 1092 ମିଟର, 1092 ମିଟର। ଆଉ ଗୋଟେ ହେଲା ଗନ୍ଧମାର୍ଦ୍ଧନ, ଗନ୍ଧମାର୍ଦ୍ଧନ ତା ପିକ୍ କେତେ ନା 1044 ମିଟର, 44 ମିଟର। ଦେନ୍ ୟାର ଆଉ ସରିଲା। ଏବେ ଆମର ଆଉ ଗୋଟେ ପାର୍ଟ ଅଛି। ଆଉ ଗୋଟେ ପାର୍ଟର ତାର ନାଁ କଣ ନା ୱାଟର ସେଡ୍ ବିଟୁଇନ୍ ବ୍ରାହ୍ମଣୀ ଆଣ୍ଡ ମହାନଦୀ। କଣ ନା ୱାଟର ସେଡ୍ ବିଟୁଇନ୍, ୱାଟର ସେଡ୍ ସ୍ପେଲିଂ କଣ ମନେ ପଡୁନି, ୱାଟର ସେଡ୍ ବିଟୁଇନ୍ ବ୍ରାହ୍ମଣୀ ଆଣ୍ଡ ମହାନଦୀ। ଯୋଉଠି ଯାହା ଟିକେ ସ୍ପେଲିଂ ଭୁଲ ରହୁଛି ଫରଗିଭ୍ ଇଟ୍, କାହିଁକି ନା ଫୋକସ୍ ଅନ୍ ଦ କୋର୍ ପାଠ, ନା କି ସ୍ପେଲିଂ। ଓକେ, ମୁଁ ଭାବୁଛି କିଛି ସ୍ପେଲିଂ ଏତେ ଭୁଲ ନଥିବ। ଆଚ୍ଛା, ଯୋଉ ୱାଟର ସେଡ୍ ହେଲା, ଆଚ୍ଛା ୱାଟର ସେଡ୍ ମାନେ କଣ ମତେ କହିଲ ଦେଖିଆ। ୱାଟର ସେଡ୍ ମାନେ ହେଲା ବିଭିନ୍ନ ଜାଗାରେ ହେଲା, ନଦୀ ପାଖା ପାଖରେ ପାହାଡ ଯାଇଥିବ, କିମ୍ବା ନଦୀର ସାଇଡ ଗୋଟେ ପାହାଡ କିମ୍ବା କିଛି ଗୋଟେ ହାଇଲାଇଟ କରିକି ଯାଇଥିବ। ଆଚ୍ଛା, ତ ଏଠି ସେମିତି କିଛି ୟାର ପଏଣ୍ଟ ନାହିଁ ଲେଖିବା ପାଇଁ ହେଲା। ତମେ ଏଠି କେବଳ ଏତିକି କଥା ଗୋଟେ ମନେ ରଖିଥାଅ, ଏଇ ଦିଟା ନଦୀ ଭିତରେ ୱାଟର ସେଡ୍ ଯାଇଛି ହେଲା, ଏଇ ଦିଟା ନଦୀ ଭିତରେ ୱାଟର ସେଡ୍ ଯାଇଛି। ଦେନ୍ ଗୋଟେ ଲେଖିବା ନା କଣ, କମନ ରିଭର ବେସିନ୍ସ ଅଫ, ଏଇଟାର ଫୋର୍ଥ ପଏଣ୍ଟ, କମନ ରିଭର ବେସିନ୍ସ ଅଫ, କମନ ରିଭର ବେସିନ୍ସ ଅଫ ମହାନଦୀ, ଋଷିକୁଲ୍ୟା and ବଂଶଧାରା। ମହାନଦୀ, ଋଷିକୁଲ୍ୟା and ବଂଶଧାରା। ବଂଶଧାରା VAN ନୁହେଁ, ଏ ସ୍ପେଲିଂ ମୋର ମନେ ଅଛି। କ୍ଲାସ ନଉଛି, ଟିକେ କ୍ଲାସ କରୁଛି। ଓକେ, ଆଚ୍ଛା, ଏଠି କଣ ହେଲା, ଏଠି ଅଛନ୍ତି ବହୁତ ସାରା ପିକ୍ ଏବଭ 1200 ମିଟର। କଣ many peaks, many peaks rise above 1200 ମିଟର, above 1200 ମିଟର। ତ ସେଇ ପିକ୍ ସବୁ କଣ କଣ ନା ଲେଖିବା ଆମେ ପିକ୍ ସବୁ। ସିଂହରାଜୁ, ସିଂହରାଜୁ, above 1500 ମିଟର। ମହେନ୍ଦ୍ରଗିରି, ମହେନ୍ଦ୍ରଗିରି
ଗିରି ଏଟା ବି କଣ ନା ସେଇ ଏବ 1500 ମିଟର। ଆଉ ଗୋଟେ କଣ ଆସିଲା ଆମର ନା ଦେବାଗିରି ଦେବାଗିରିର ହାଇଟ୍ ଫିକ୍ସ ଅଛି 1360 ମିଟର। କେତେ ଅଛି 1360 ମିଟର 60 ମିଟର ହେଲା। ଦେନ୍ ଆଉ ଗୋଟେ ଅଛି ପଟଙ୍ଗୀ ଆଣ୍ଡ ଚନ୍ଦ୍ରଗିରି ମାଉଣ୍ଟେନ ରେଞ୍ଜ। ଆଉ ଗୋଟେ କଣ ଅଛି ନା ପଟଙ୍ଗୀ and ଚନ୍ଦ୍ରଗିରି ମାଉଣ୍ଟେନ ରେଞ୍ଜ ପଟାଙ୍ଗୀ ଏଣ୍ଡ ଚନ୍ଦ୍ରଗିରି ମାଉଣ୍ଟେନ ରେଞ୍ଜ। ଆଚ୍ଛା ତ ଏଇ ଯୋଉ ମାଉଣ୍ଟେନ ରେଞ୍ଜ ଟା ଆମେ ପଢିବା ଏଇଟା ହେଲା ଲାଷ୍ଟ ହେଲା। ଆଚ୍ଛା ଏଟା କଣ ନା ଏଠି ସବୁ ଯୋଉ ଅଛନ୍ତି ପିକ୍ ମାନେ ତାଙ୍କର ସବୁ ଏଲିଭେସନ କେତେ ଫାଷ୍ଟ ପଏଣ୍ଟ ଏଲିଭେସନ କେତେ ନା 900 ମିଟର ଟୁ 1350 ମିଟର। ଏଇଟା ହେଲା କଣ ଏଲିଭେସନ। ଆଚ୍ଛା ତାପରେ ଏଠି କଣ ହେଲା ନା ଏଇ ଯୋଉ ଭ୍ୟାଲିରେ ଶିଫ୍ଟିଂ କଲ୍ଟିଭେସନ ହୁଏ। ଶିଫ୍ଟିଂ କଲ୍ଟିଭେସନ ହୁଏ ବୁଝିପାରିଲ। ଆଚ୍ଛା ଆମେ ଏଠି ଆଉ ଗୋଟେ ପଏଣ୍ଟ ଲେଖିଦବା ଇମ୍ପୋର୍ଟାଣ୍ଟ ପଏଣ୍ଟ କହିକି ଆମେ ଏଠି ଗୋଟେ ଇମ୍ପୋର୍ଟାଣ୍ଟ କରିକି ଲେଖିଦବା ହାଇଏଷ୍ଟ ପିକ୍ ଅଫ ଓଡ଼ିଶା ହାଇଏଷ୍ଟ ପିକ୍ ଅଫ ଓଡ଼ିଶା ଦ୍ୟାଟ୍ ଇଜ କିଏ ନା ଆମର ଦେଓମାଳି ୱିଥ ଏଲିଭେସନ କେତେ 1672 ମିଟର 1672 ମିଟର ଯୋଉଟା କି ଏଇ ରେଞ୍ଜ ରେ ପଡେ ପଟଙ୍ଗୀ ଆଉ ଚନ୍ଦ୍ରଗିରି ମାଉଣ୍ଟେନ ରେଞ୍ଜ ରେ ଦେଓମାଳି ପଡେ ଯୋଉଟା କି ଆମର ହାଇଏଷ୍ଟ ପିକ୍ ଅଫ ଓଡ଼ିଶା ଆଉ ତାର ରେଞ୍ଜ କେତେ ନା ତା ହାଇଟ୍ କେତେ 1672 ମିଟର। ଦେନ୍ ଆମେ କଣ ପଢିବା ନା ସେଣ୍ଟ୍ରାଲ ପ୍ଲାଟ୍ୟୁ ବ୍ୟସ୍ତ ହୁଅନି ଛୋଟ କ୍ଲାସ ହବ ହାଫ୍ ଆନ୍ ଆୱାର କ୍ଲାସ ହବ। ସେଣ୍ଟ୍ରାଲ ପ୍ଲାଟ୍ୟୁ ତାପରେ ତ ଖାଲି ଆଉ ଦିଟା ଅଛି ଗୋଟେ ହେଲା ୱେଷ୍ଟର୍ଣ୍ଣ ରୋଲିଂ ଅପଲ୍ୟାଣ୍ଡସ୍ ଆଉ ଲେକ୍ସ ହେଲା। ହେଲା ଏଇ ଯୋଉ ରିଜିଅନ ର ଏଲିଭେସନ କେତେ ହବ କୁହ ସେଣ୍ଟ୍ରାଲ ପ୍ଲାଟ୍ୟୁ ର ଏଲିଭେସନ ଅଫ ଦିସ୍ ରିଜିଅନ କେତେ ହବ ନା 305 ରୁ 610 ମିଟର। ଦେଖ ଇଏ ତମର ହଉଛି ନୋଟ ତମେ ୟା ଦେହରୁ ଆଉ ନୋଟ ଉପରେ ଟ୍ରାଏ ହିଁ କରିବନି କଲା ମାନେ ତମର କାହିଁକିନା ୟାକୁ ପୁରା ଲେଖା ହଉଛି ସର୍ଟ କରିକି ତମେ ଯଦି ୟାଠୁ ଆଉ ସର୍ଟ ମାନେ କରିବା ପାଇଁ ଚାହିଁବ ହେଲା ଦେନ୍ ତମେ ତମର ନିଜେ ହଇରାଣ ପଡିବ ସବୁଠୁ ସର୍ଟ ହଉଛି ଇଏ ହେଲା। ଆଚ୍ଛା ସେଣ୍ଟ୍ରାଲ ପ୍ଲାଟ୍ୟୁର ହେଲା ଦିଟା ଅଛି ରିଜନ କଣ ନା ପାନପୋଷ କେଉଁଝର ପଲହାରା ପ୍ଲାଟୁ ଆଉ ଗୋଟେ ହଉଛି ନବରଙ୍ଗପୁର ଜୟପୁର ରିଜନ ହେଲା। ୟାର ଦିଟା ପାର୍ଟ ଅଛି ଫାଷ୍ଟ ପାର୍ଟ ଟା କଣ ନା ପାନପୋଷ କେଉଁଝର ପଲହର ପ୍ଲାଟ୍ୟୁ ପାନପୋଷ କେଉଁଝର ପଲହାର ପ୍ଲାଟ୍ୟୁ ୟାକୁ ଆମେ ଆଉ କଣ କହିଥାନ୍ତି ୟାକୁ ଆମେ କହିଥାନ୍ତି ଅପର ବୈତରଣୀ କ୍ୟାଚମେଣ୍ଟ ବେସିନ ଅପର
ବୈତରଣୀ catchment basin, ଅପର ବୈତରଣୀ catchment basin। ଆଚ୍ଛା, ଏଇ ଯୋଉ ପ୍ଲାଟ୍ୟୁର କଣ, ଏଇ ଯୋଉ ପ୍ଲାଟ୍ୟୁର କଣ, ୟାର ମେନ୍ ରିଭର କିଏ? ଏଇ ଯୋଉ ରେଞ୍ଜ ପାନପୋଷ କେଉଁଝର ପଳାହା ଯୋଉ ରେଞ୍ଜ ଅଛି, ପ୍ଲାଟ୍ୟୁ ରେଞ୍ଜ ଅଛି, ତାର ମେନ୍ ରିଭର କିଏ? ତାର ମେନ୍ ରିଭର ହଉଛି ବୈତରଣୀ ରିଭର। ବୁଝିହେଲା? ତାର ମେନ୍ ରିଭର କିଏ ନା ବୈତରଣୀ ରିଭର। ଏଟା ହେଲା ହାଇ ରେନଫଲ କୋଉଠି ହୁଏ? ହାଇ ରେନଫଲ ରିଜନ କୁହାଯାଏ। ହାଇ ରେନଫଲ in both monsoon and winter। monsoon and winter। then କଣ ହେଲା, it is surrounded by, ୟାକୁ ଇଏ କାହା କାହା ମଧ୍ୟରେ ଅଛି ହେଲା, it is surrounded by सिंहभूम and रांची। सिंहभूम and रांची plateaus। रांची plateaus in the north ହେଲା। नॉर्थ रे ये सिंहभूम ଆଉ ରାଞ୍ଚି ପ୍ଲାଟୁ ଦ୍ୱାରା କଣ ହେଇଛନ୍ତି ନା ସରାଉଣ୍ଡ ହେଇଛି। ଶିମିଳିପାଳ ଇନ୍ ଦ ଇଷ୍ଟ, ୟାର ପୂର୍ବ ପଟରେ କିଏ ଅଛି ନା ଶିମିଳିପାଳ। ପାଳ ଇନ୍ ଦ ଇଷ୍ଟ, ଆଉ ଗୋଟେ ମାଙ୍କଡ ନଚା ମାଉଣ୍ଟେନ ଇନ୍ ଦ ୱେଷ୍ଟ। ମାଙ୍କଡ ନଚା ମାଉଣ୍ଟେନ in the west। in the west, sorry ଧରିଲେ। ଆଚ୍ଛା ହଉ, ଦେନ୍ ଆମର ୟାର ଆଉ ଗୋଟେ ପ୍ଲାଟୁ ଅଛି ନା କଣ, ନବରଙ୍ଗପୁର ଜୟପୁର ରିଜନ। ନବରଙ୍ଗପୁର ଜୟପୁର ରିଜନ। ନବରଙ୍ଗପୁର ଜୟପୁର ରିଜନ। ହେଲା, ତ ନବରଙ୍ଗପୁର ଜୟପୁର ରିଜନ ଟା यार मेन रिवर किए? यार मेन रिवर किए ना सबरी एंड इट्स ट्रिब्यूटरी। सबरी एंड इट्स ट्रिब्यूटरी कौन है? सो हेले यार मेन रिवर, मेन रिवर, मेन रिवर से भलिया। आउ कौन एर एली, हाँ अच्छा, एटा होची हाईएस्ट रेनफॉल रीजन इन ओडिशा हला। हाईएस्ट रेनफॉल हाईएस्ट रेनफॉल रीजन इन ओडिशा केते ना 178 सेंटीमीटर एनुअली एबव, माने यार तो बेसी हुए
है याठू बेसी हुए। जेहेतु ये बेसी गोटे हाईएस्ट रेनफॉल ये जहाँ चावल बेसी होतु है सराउंडेड बाय surrounded by Bastar Mountain, Bastar Mountain in the west, and Chandragiri and Pottangi Mountains in the east. Chandragiri and Pottangi Mountain in the east. ହେଲା ୟା ଦ୍ୱାରା ଏସବୁ କଣ ସବୁ ସରାଉଣ୍ଡ ହେଇକି ଅଛି। ଆମେ ଆଚ୍ଛା ଆମେ ଆଉ ଗୋଟେ ତମକୁ ସହିତ ପିକ୍ ମୁଁ ସବୁ କହି ଆସିଲେଣି ଫିର୍ ବି ଏଇଠି ପିକ୍ ନେମ୍ ଆଉ ତା ହାଇଟ୍ ଲେଖି ଦଉଛି ହେଲା। ଗୋଟେ ପଟରେ କଣ ଲେଖିବା ପିକ୍ କେତେ ହାଇଟ୍ ହେଲା। ଫାଷ୍ଟ କିଏ ଆସିବ ଆମେ ସବୁ ଲେଖିବା ହାଇଟ୍ ୱାଇଜ୍ ସାନରୁ ବଡ଼ କ୍ରମରେ ସରି ବଡ଼ରୁ ସାନ। ଦେଓମାଳି କେତେ 1672 ମିଟର ହେଲା। ତ ଆସିବ ସିଙ୍କରମ୍ 1720 ସରି 1620 ମିଟର। এটা ओनली फॉर ओडिशा बाबा ओके এটা ओनली फॉर ओडिशा। देन आसीबो गोलीकुंडा केते ना 1617 मीटर। देन आसीबो एंद्रिका 1582 मीटर 1582 मीटर। देन आसीबो नियमगिरी दैट विल बी 1515 मीटर 1515 मीटर। देन आसीबो महेंद्रगिरी एटा कौन हम ना 1501 मीटर। सब बादाम पहाड़ बादाम पहाड़ 1075 मीटर 1075 मीटर। सब बादामगढ़ कते हबो ना 1074 मीटर। देन आसीबो कुनरा तीर एटा कौन हबो ना यार हाइट हबो अप्रोक्सीमेटली टिके मन पड़ुनी हाँ 1064 मीटर। देन आसीबो गंधमार्धन दैट इज 1060 मीटर हैला। देन आसीबो नृसिंहनाथ दैट विल बी केते हबो ना 986 मीटर 86 मीटर। देन आसीबो देवगिरी 964 मीटर। बालिया पहाड़
950 मीटर। बुझिपार कौन है? तो एति माउंटेन पिक्स है। आउ दीटा अच्छी तो सांगे सांगे पढ़दवा। गोटे अच्छी कौन वेस्टर्न रोलिंग अपलैंड्स। सब टिकल टिकल सब 2-3 मीटर पाठ अच्छी छाड़ी क्लास ऑफ करवा। वेस्टर्न रोलिंग अपलैंड्स है। तो वेस्टर्न रोलिंग जो अपलैंड्स आसला है याकू आम 6टा पार्ट रे डिवाइड कराई। कौन कराई? 6टा पार्ट रे डिवाइड कराई। फास्ट पार्ट कौन है ना राजगांगपुर पानपोस अपलैंड्स। राजगांगपुर पानपोस पानपोस uplands of the coal पानपोस uplands of the coal and sunk river coal and sunk river। देन आसीबो कौन झारसुगुड़ा अपलैंड्स ऑफ आईवी बेसिन। झारसुगुड़ा अपलैंड्स ऑफ आईवी बेसिन आईवी बेसिन। बरगढ़ अपलैंड्स जहाँ जहाँ इम्पोर्टेंट सब लिखा हो बरगढ़ अपलैंड्स ऑफ जीरा एंड झुआन बेसिन। बुझिपाइल ना? जहाँ जहाँ लेखा हम सब लेखा हो इम्पोर्टेंट है। तापर कौन है ना बलांगीर बलांगीर टिटलागढ़ पाटनागढ़ बलांगीर टिटलागढ़ पाटनागढ़ अपलैंड्स ऑफ नॉर्दर्न तेल बेसिन। आ गोटे कौन अच्छी भवानीपाटना अपलैंड एटा साउथर्न अच्छी है। बलांगीर टिटलागढ़ पाटनागढ़ जो अपलैंड से नॉर्दर्न अच्छी आमर जो रहा कौटा ना भवानीपाटना से साउथर्न अच्छी। भवानीपाटना अपलैंड साउथर्न तेल बेसिन। Malkanagiri upland of the Sabari basin। Malkanagiri upland of the Sabari basin। देखो यही जो पार्ट रू बेसी क्वेश्चन आसेनी है किंतु फिर भी जेहेतु एटा गोटे अच्छी सिलेबस गोटे पार्ट ताकू गोटे कहीदेवा कथा तो पढ़िया कथा। जो 3टा पार्ट रू आसे फास्ट 3टा पार्ट रू बेसी क्वेश्चन आसे है। तो सही 3टा पार्ट हम भल से पढ़ाई रिवर वैली एंड फ्लड प्लेन्स। रिवर वैली वेट करो
river valley and flood plains. Flood plains. Flood plains. अच्छा अच्छा ଏଠି ଯୋଉ ଆମର ଯୋଉ ଆମର ଏଲିଭେସନ କେତେ ସବୁ ଜିନିଷର ଆମର ଫାଷ୍ଟ ଇମ୍ପୋର୍ଟାଣ୍ଟ କଣ ନା ଏଲିଭେସନ। ଏଠି ଆମର ଏଲିଭେସନ ଟା କେତେ ନା 75 ମିଟର ଟୁ 100 ମିଟର। 75 ମିଟର ଟୁ ସରି 150 ମିଟର ହେଲା। ଏଟା କଣ ଏଲିଭେସନ ଟା ଏଲିଭେସନ ଟା। ଆଉ ୟାର ତିନିଟା ଭ୍ୟାଲି ଅଛି ଇନ୍ ଦ ଷ୍ଟେଟ। 3 ଭ୍ୟାଲି ଇନ୍ ଟୋଟାଲ। ଇନ୍ ଟୋଟାଲ ସେ ତିନିଟା ଭ୍ୟାଲି କଣ କଣ ନା ମହାନଦୀ ରିଭର ଭ୍ୟାଲି। ମହାନଦୀ ରିଭର ଭ୍ୟାଲି। ଆଉ ଗୋଟେ କଣ ନା ବଂଶଧାରା ବଂଶଧାରା ରିଭର ଭ୍ୟାଲି। ଆଉ ଗୋଟେ କଣ ବ୍ରାହ୍ମଣୀ ଟିକେ ମନେ ପଡୁନି ସରି ବ୍ରାହ୍ମଣୀ ରିଭର ଭ୍ୟାଲି ହେଲା। ଏଇ ଯୋଉ ଫ୍ଲଡ ପ୍ଲେନ୍ସ ଆର୍ ଭେରି ଫର୍ଟାଇଲ। ଫ୍ଲଡ ପ୍ଲେନ୍ସ आर very fertile। very fertile ହେଲା। ତ ଆମର ଏଟା ଜିଓଗ୍ରାଫି ର ପାର୍ଟ 1 ସଇଲା ହେଲା। ପାର୍ଟ 1 ସଇଲା ଏଣ୍ଡ ମୁଁ ପ୍ରମିସ କରୁଛି ମୁଁ ଯେତେବେଳେ ନେକ୍ସଟ ଛୁଟି ନେବି ଆଉ 5-6 ଦିନ 7 ଦିନ ପରେ ତା ଆଗରୁ କାରଣ ତମର ଏବେ କ୍ଲାସ ଅଫ ଜିଓଗ୍ରାଫି ଡେଲି ଡେଲି ଆସିବ ୱିଦାଉଟ୍ ଏନି ଡାଉଟ୍ ହେଲା। ତମର ଏବେ କ୍ଲାସ ଅଫ ଜିଓଗ୍ରାଫି ଡେଲି ଡେଲି ଆସିବ ୱିଦାଉଟ୍ ଏନି ଡାଉଟ୍। ତ ତମେ ମାନେ କଣ କର ୟାକୁ ନୋଟ କର ୟାକୁ ପଢ ୟା ଉପରେ ଟିକେ ବେଶୀ ଫୋକସ ଦିଅ ବୁଝିପାରିଲ। ଏକ୍ଜାମ ତମର ଡେଟ୍ ବାହାରି ଯାଇଛି। ଏକ୍ଜାମ ଡେଟ୍ କେବେ ଆମର ଏକ୍ଜାମ ଡେଟ୍ କେବେ ତମ ମାନଙ୍କ ସବୁ ସବୁ ନିଶ୍ଚୟ ଜାଣିଥିବ ଏପ୍ରିଲ 19। ଏପ୍ରିଲ 19। ଏଥର ପିଲା ବି 2 ଲାख ପ୍ଲସ୍ ଆପ୍ଲାଏ କରିଛନ୍ତି ହେଲା। ତ ସମସ୍ତେ ଟ୍ରାଏ କର କେମିତି ଏଇଥର ଗୋଟେ ଏକ୍ଜାମ ବଜେଇକି ପଳେଇବା ପାଇଁ। ଓକେ କିଛି ଟେନସନ ନବାର ନାହିଁ। ମୁଁ ତମର ଇକୋନୋମିକ ସାରି ଦେଇଛି ଏବେ ସାରିବି ଜିଓଗ୍ରାଫି ଦେନ୍ ହିଷ୍ଟ୍ରି ଦେନ୍ ଓଡିଶା ପଲିଟିକ୍ସ ସବୁ ସରିଯିବ। ଏପ୍ରିଲ ମାନିକି ଚାଲ ଏପ୍ରିଲ 10 ଏପ୍ରିଲ 10 ତା ଭିତରେ ସବୁ ସରିବ। ଦେନ୍ ମୁଁ କ୍ୱେଶ୍ଚନ ଏଣ୍ଡ ଆନ୍ସର ବି ଆଣିକି ତମ ପାଇଁ କରେଇବି ହେଲା ବୁଝିପାରିଲ। ଏପ୍ରିଲ 10 ରୁ ଏପ୍ରିଲ 11 ରୁ ଏପ୍ରିଲ 18 ଭିତରେ ଆମେ କ୍ୱେଶ୍ଚନ ଏଣ୍ଡ ଆନ୍ସର ଅଲସୋ କରିବା ବୁଝିପାରିଲ। ଓକେ ଠିକ ଅଛି ଦେନ୍ ରହିଲି ଟେକ୍ କେୟାର।